କରିବା ଗୋଟିଏ ପଦ ମାନେ ପଠନ କରିବା ତାହା ଆପଣ ମାନେ ପାଇପାରିବେ। ରୋମିଓ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର ତାର 12 ପର୍ବ ତାର 1 ପଦ ମାନେ ପଢିବା। ରୋମିଓ 12 ତାର 1 ପଦରେ ପ୍ରଭୁଙ୍କ ଜୀବନ୍ତ ବାକ୍ୟ ଏ ପ୍ରକାର କହେ, ଅତଏବ ହେ ଭାଇ ମାନେ ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମେ ମାନେ ଆପଣା ଆପଣା ଶରୀରକୁ ସଜୀବ ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ପ୍ରଭୁ ଏ ପଠିତ ବାକ୍ୟ ଦେଇ ଆଜି ଦିନରେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆମେନ୍। ଈଶ୍ୱରଙ୍କର ମହିମା ଗୌରବ ସମ୍ଭ୍ରମ ଯୁଗେ ଯୁଗେ ହେଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ଆଜିର ଦିବସ ଦାନ କଲେ, ଆଉ ଆଜି ପୁନର୍ବାର ଏହି ଏର୍ଲି ପ୍ରେୟାର ମିଟ୍ ମଧ୍ୟରେ ଏକତ୍ରିତ ହୋଇ ତାଙ୍କର ପବିତ୍ର ଉପାସନା କରୁ କରୁ ତାଙ୍କର ଜୀବନ୍ତ ବାକ୍ୟର ଅଂଶୀ ହେବା ପାଇଁ ଆମମାନଙ୍କୁ ଆଜି ମନୋନୀତ କରିଥିବାରୁ ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଦେଉ। ତା ସହିତ ଆଜି ଏହି ଏର୍ଲି ପ୍ରେୟାର ମିଟ୍ ର ସହଭାଗିତା ମଧ୍ୟରେ ମତେ ମଧ୍ୟ ମୋ ପରି ନଗଣ୍ୟକୁ ଆଉ ଥରେ ତାଙ୍କର ପବିତ୍ର ବାକ୍ୟ ପରିବେଷଣ କରିବା ପାଇଁ ସୁଯୋଗ ଦେଇଥିବାରୁ ସମସ୍ତ ଆୟୋଜକ ମଣ୍ଡଳୀକୁ ଆଉ ସମସ୍ତ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜ୍ଞାପନ କରି ସମସ୍ତଙ୍କୁ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ପ୍ରଭୁଙ୍କର ପବିତ୍ର ନାମର ପ୍ରଶଂସା ହେଉ, ଗୌରବ ହେଉ। ଆଜି ଆମମାନେ ସୁନ୍ଦର ସମୟ ପ୍ରାପ୍ତ ହେଇଛୁ, ଆଉ ଏ ସୁନ୍ଦର ସମୟ ଆମେ ପ୍ରାପ୍ତ ହେଉ ତାଙ୍କର ଉପାସନା ଆମେ କରି ସାରିଛୁ। ଆଉ ଆଜିର ବାକ୍ୟରେ ଗୋଟେ ସ୍ୱତନ୍ତ୍ର ବିଷୟ ସାଧୁ ପାଉଲ ପ୍ରକାଶ କରୁଛନ୍ତି, ଆଉ ଏ ବାକ୍ୟକୁ ଆମମାନଙ୍କ ଧ୍ୟାନ ସକାଶେ ଆମମାନଙ୍କୁ ସୁଯୋଗ ଦେଇ ଅଛନ୍ତି। এই ବାକ୍ୟର ମୂଳ ପ୍ରସଙ୍ଗ ହେଉଛି ରିଏଲ ୱାର୍ସିପ, ବାସ୍ତବିକ ଉପାସନା, ପ୍ରକୃତ ଉପାସନା। ପ୍ରକୃତ ଉପାସନା ଏବଂ ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରକୃତ ଉପାସକ ବୋଲି ମଧ୍ୟ ଆମେ କହିପାରିବା। ଏହାର ମୁଖ୍ୟ ପ୍ରସଙ୍ଗ ଉପାସନା ମାନେ ସମସ୍ତେ କରୁଛୁ, ଆଉ ଏ ଉପାସନା ପଦ ଶବ୍ଦଟି ଲାଟିନ ପଦ ଶବ୍ଦ ୱାର୍ସିପ ରୁ ଆସିଛି। ୱାର୍ସିପ ୱାର୍ସିପ ମିନ୍ସ ମୂଲ୍ୟାଙ୍କନ କରିବା, ଭ୍ୟାଲୁ ନିର୍ଦ୍ଧାରଣ କରିବା। ଯେତେବେଳେ ଆମେ ଈଶ୍ୱରଙ୍କର ଉପାସନା କରୁଛୁ, ଆମେ ଈଶ୍ୱରଙ୍କର ମୂଲ୍ୟକୁ ଆମମାନଙ୍କ ଜୀବନରେ ନିର୍ଦ୍ଧାରଣ କରି ବଞ୍ଚୁଛୁ। ତେଣୁ in worship very important things is what you get from God, that is not important. Rather what you give to him, that is important. ଉପାସନାରେ ଆମେ ଈଶ୍ୱରଙ୍କ ଠାରୁ କଣ ପାଉଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଉପାସନା ଦ୍ୱାରା ଆମେ ଈଶ୍ୱରଙ୍କୁ କଣ ଦେଇପାରୁ ତାହା ଗୁରୁତ୍ୱପୂର୍ଣ୍ଣ ଅଟେ। କୁହାଯାଏ ପ୍ରତ୍ୟେକ ବର୍ଣ୍ଣ, ଧର୍ମ, ଜାତି, ଦେଶର ଲୋକମାନେ ଈଶ୍ୱରଙ୍କର ଉପାସନା କରନ୍ତି। ଆଉ ଉପାସନାରେ ଈଶ୍ୱରଙ୍କ ନିମନ୍ତେ କିଏ ତ ଟଙ୍କା ଦିଏ, କିଏ ତ ପଇସା ଦିଏ, କିଏ ତ ଫୁଲ ଦିଏ, କିଏ ତ ଫଳ ଦିଏ, କିଏ ସୁନା ରୂପା ଦିଅନ୍ତି, କିଏ ଝୁଣା ଦିଅନ୍ତି, କିଏ କ୍ୟାଣ୍ଡେଲ ଦିଅନ୍ତି। ଏପରିକି ତାଙ୍କର ଉପାସନା କରିବା ନିମନ୍ତେ ଲୋକମାନେ ବିଭିନ୍ନ ପଶୁ ପକ୍ଷୀ ଗୁଡିକୁ ବଳିଦାନ କରନ୍ତି, ଯଦ୍ୱାରା ସେମାନଙ୍କର ଧର୍ମ କର୍ମ ଭିତ୍ତିକ ଯୋଉ ଉପାସକ ହେବା ପାଇଁ ପ୍ରୟାସ କରିଥାନ୍ତି। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ସକାଶେ ଈଶ୍ୱରଙ୍କର ପ୍ରକୃତ ଉପାସନା ନିମନ୍ତେ କଣ କରିବା ଦରକାର, ସେ ବିଷୟ ଆଜିର ପଠିତ ଅଂଶରେ ଆମେ ଦେଖିବା ପାଇଁ ପାଉଛୁ। ତେଣୁ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ମାନେ ସମସ୍ତେ ଉପାସନା କରୁଛୁ, ଆଉ ଆମମାନେ କଣ କଲେ ପ୍ରକୃତ ଉପାସକ ହେଇପାରିବ ଆଉ ପ୍ରକୃତ ଉପାସନା ହେଇପାରିବ, ସେଇ କଥାକୁ ସାଧୁ ପାଉଲ ଆଜିର ଅଂଶରେ ଆମମାନେ ପ୍ରକାଶ କରନ୍ତି। ତେବେ ଉପାସନା ହେଉଛି ମନୁଷ୍ୟର ପ୍ରତ୍ୟୁତ୍ତର, ହ୍ୟୁମାନ ରେସ୍ପନ୍ସ ଟୁୱାର୍ଡ ଗଡ୍ ବୋଲି କୁହାଯାଇପାରେ। এই ଉପାସନାରେ ଆମମାନେ ଯେଉଁଠାରେ ଈଶ୍ୱରଙ୍କର ଐଶ୍ୱର୍ଯ୍ୟ ସାମର୍ଥ୍ୟ ମଧ୍ୟରେ ମନୁଷ୍ୟର ବ୍ୟକ୍ତିଗତ ଜୀବନର ସମର୍ପଣତାର ଗୋଟେ ସମାନ୍ତରତା ଦେଖିଥାଉ, ବାଲାନ୍ସ ଦେଖିଥାଉ, ଯୋଉଠି ମନୁଷ୍ୟ ଗୋଟେ କମିଟମେଣ୍ଟ, ଗୋଟେ ସମର୍ପଣତା ଆଉ ଐଶ୍ୱର୍ଯ୍ୟ ସାମର୍ଥ୍ୟ ମଧ୍ୟରେ ଗୋଟେ ବାଲାନ୍ସ ମେଣ୍ଟେନ କରାଯାଇପାରେ, ଆଉ ତାହା ହେଉଛି ଉପାସନା। এই ଉପାସନାରେ ସାଧାରଣତଃ ଆଜିର ପଠିତ ଶାସ୍ତ୍ରାଂଶରେ 3 ଗୋଟି ବିଷୟ ଆମେ ବୁଝିପାରିବା, ଜ୍ଞାତ ହେଇପାରିବା।
ଦେଖିବେ ଏ ଅଂଶରେ ଲେଖାଯାଏ ଅତଏବ ହି ଭାଇ ମାନେ ବୋଲି ଲେଖୁଛନ୍ତି ଆଉ ଈଶ୍ୱରଙ୍କର ଦୟା ହେତୁ ମୁଁ ଆପଣ ମାନଙ୍କୁ ବିନତି କରୁଛି ବୋଲି ସାଧୁ ପାଉଲ କହନ୍ତି। ଈଶ୍ୱରଙ୍କର ଦୟା ଯଦି ମନୁଷ୍ୟ ପ୍ରତି ନ ହୁଏ ସେ କେବେ ମଧ୍ୟ ଈଶ୍ୱରଙ୍କର ପ୍ରକୃତ ଉପାସକ ହେଇପାରିବ ନାହିଁ। ସେଥିପାଇଁ ସେ ଅନୁରୋଧ କରୁଛନ୍ତି ଯଦି ବା ସମସ୍ତେ ଈଶ୍ୱରଙ୍କର ଉପାସନା କରନ୍ତି କିନ୍ତୁ ପ୍ରକୃତ ଉପାସକ ହେବା ପାଇଁ ଏ ତିନି ଗୋଟି ବିଷୟ ସାହାଯ୍ୟ କରିବ। ପ୍ରଥମ ବିଷୟ ସେଠି ଲେଖାଯାଏ ଆପଣ ଆପଣା ଶରୀରକୁ ସଜୀବ କର, ଏଇ କଥା କହନ୍ତି। ଆପଣ ଆପଣା ଶରୀରକୁ ସଜୀବ କରିବାକୁ ହେବ। କୁହାଯାଏ ଲିଭିଂ, ଜୀବନ୍ତ ହେବାକୁ ହେବ। ଶରୀର ଇଂରାଜୀରେ ଲେଖାଯାଏ ଲିଭିଂ। ଈଶ୍ୱରଙ୍କର ଠାରେ ଗୋଟେ ଜୀବନ୍ତ ଉପାସକର ଆବଶ୍ୟକତା ରହିଛି। ସେ ଜୀବନ ଥିବା ଉପାସକକୁ ଚାହାନ୍ତି, ମୃତ ଉପାସକକୁ ଚାହାନ୍ତି ନାହିଁ। ଯଦି ଜୀବନ୍ତ ଚାହାନ୍ତି ତେବେ ଜୀବନ୍ତ ମାନେ କେମିତି ହେଲେ ହେଇପାରିବା? ଆମମାନଙ୍କ ମଧ୍ୟରେ ଶ୍ୱାସ ବାୟୁ ଚାଲୁଥିଲେ କଣ ଜୀବନ୍ତ କି? ଆମମାନଙ୍କର ଜୀବନରେ ଯଦି ଆମେ ଜୀବନ୍ତ ଅଛୁ ତାର ତିନି ଗୋଟି ପ୍ରମାଣ ଆମମାନଙ୍କ ଭିତରେ ରହିବା ଦରକାର। ଜୀବନ୍ତ ଯଦି ଅଛୁ, ଲୋକମାନେ ଜୀବନ୍ତ ରହନ୍ତି କିନ୍ତୁ ଲୋକମାନେ କମାରେ ମଧ୍ୟ ରହନ୍ତି, କିନ୍ତୁ ସେ ବିଷୟକୁ ଜୀବନ ଥିଲେ କି ନଥିଲେ କୌଣସି ଲାଭ ନାହିଁ। ଯଦି ଜଣେ ବ୍ୟକ୍ତି ଜୀବନ୍ତ ଅଛି ତେବେ ତା ଭିତରେ ସେ ପ୍ରଥମ ବିଷୟ ଥିବାର ହି ଅର୍ ସି ମଷ୍ଟ ବି ଆକ୍ଟିଭ। ହି ଅର୍ ସି ମଷ୍ଟ ବି ଆକ୍ଟିଭ। ସକ୍ରିୟତା ତାଙ୍କ ଭିତରେ ଥିବାର ଅଛି। ତାଙ୍କର ମୁଭିଂ ପାୱାର ଥିବାକୁ ପଡିବ, ତାଙ୍କର ଟକିଂ ପାୱାର ଥିବାକୁ ପଡିବ, ତାଙ୍କର ହିୟରିଂ ପାୱାର ଥିବାକୁ ପଡିବ, ତାଙ୍କର ରେସ୍ପଣ୍ଡିଂ ପାୱାର ଥିବାକୁ ପଡିବ। ଜଣେ ବ୍ୟକ୍ତି ଯଦି ଠିକରେ ରେସ୍ପଣ୍ଡ କରୁନଥିବ, ଠିକରେ କଥା କହିପାରୁନଥିବ, ଠିକରେ ଚାଲି ପାରୁନଥିବ, ଠିକରେ ମନୋଯୋଗ କରଣ ହେଇପାରୁନଥିବ, ତାକୁ ସେ ଜୀବନ୍ତ ଥିଲେ ମଧ୍ୟ ତାର କିଛି ଲାଭ ନାହିଁ। ତେଣୁ ଜୀବନ୍ତ ରହିବାର ପ୍ରଥମ ଗୁଣ ହଉଛି ଆମମାନଙ୍କୁ ଆକ୍ଟିଭ ରହିବାକୁ, ସକ୍ରିୟ ଭୂମିକା ଗ୍ରହଣ କରିବାକୁ ହେବ। ଈଶ୍ୱରଙ୍କର ଉପସ୍ଥିତିରେ ଆମେ ଯେତେବେଳେ ବସୁ, ତାଙ୍କର ଉପାସନା କରୁ, ଆମେ ସକ୍ରିୟ ଭାବରେ ଆମମାନଙ୍କର ଭୂମିକାକୁ ଆମମାନଙ୍କୁ ଗ୍ରହଣ କରିବାକୁ ହେବ, ଆମମାନଙ୍କୁ ରେସ୍ପଣ୍ଡ କରିବାକୁ ହେବ। ଅନେକ ସମୟରେ ଆମେ ଉପାସନାରେ ବସିଥାଉ ସତ, କିନ୍ତୁ ଆମେ ଲୋକମାନେ ଗୀତ ଗାଉଥିଲେ ଆମେ ଗୀତ ଗାଉନଥାଉ। ଲୋକମାନଙ୍କୁ ଯଦି କୁହାଯିବ ଠିଆ ହେବା ପାଇଁ ଆମେ ଠିଆ ହେଇ ନଥାଉ। ଲୋକମାନଙ୍କୁ କୁହାଯିବ ବାକ୍ୟ ପଢିବା ପାଇଁ ଆମେ ବାଇବେଲ ଧରି ବସି ନଥାଉ। ଆମର ରେସ୍ପଣ୍ଡ ନଥାଏ। ଆମେ ଖାଲି ହାତରେ ଆମେ ବସି ତାଙ୍କର ଉପାସନା କରି ଆମେ ଗୋଟେ ବୁଲିଲା ଭଳି ଆମମାନଙ୍କ ଜୀବନକୁ ଆମେ ଅତିବାହିତ କରୁ। ତେଣୁ ଆମମାନଙ୍କର ଆକ୍ଟିଭନେସ୍ ସେଠି କୌଣସି ପ୍ରକାର କାର୍ଯ୍ୟ ଦେଖାଯାଏ ନାହିଁ। ତେଣୁ ଦ୍ୱିତୀୟ ବିଷୟ, ଆକ୍ଟିଭ ହେବା ପାଇଁ ହେଲେ ଗୋଟେ ବ୍ୟକ୍ତିଙ୍କର ଜୀବନରେ ଦ୍ୱିତୀୟ ବିଷୟ ଦରକାର, ସେଟା ଅଛି ଗ୍ରୋଥ। ଗ୍ରୋଥ। ଯଦି ଜଣେ ଲୋକ ଜୀବନ୍ତ ଅଛି ତା ସେ ନିଶ୍ଚିତ ଭାବରେ ବଢୁଥିବା ଦରକାର, ବଢୁଥିବା ଦରକାର। ଯଦି ଜଣେ ବ୍ୟକ୍ତି ଆତ୍ମିକ ଭାବରେ ତାର ଜୀବନ ଯଦି 100 years ଲାଇଫ ସେ କାଟିଛି, କିନ୍ତୁ ସେ ଯଦି ଆଜି ବି ଯଦି ଗୋଟେ ବାକ୍ୟ ବୁଝିପାରୁନାହିଁ, ଗୋଟେ ବାକ୍ୟ କହିପାରୁନାହିଁ, ଗୋଟେ ଈଶ୍ୱରଙ୍କ ନିମନ୍ତେ ନିଜକୁ ପ୍ରାର୍ଥନା କରିପାରୁନାହିଁ, ଦ୍ୟାଟ ମିନ୍ସ ତାଙ୍କ ଭିତରେ କିଛି ନା କିଛି ତ ପ୍ରୋବ୍ଲେମ ଅଛି। ଆତ୍ମିକ ଭାବରେ ବଢିବା ବିଷୟ କୁହାଯାଏ। ତେବେ ଆମମାନଙ୍କର ଆତ୍ମିକ ଜୀବନରେ ଆମେ କେତେ ବୃଦ୍ଧି ଲାଭ କରିଛୁ, ଏଇଟା ହଉଛି ସେକେଣ୍ଡ ବିଷୟ ଆମମାନଙ୍କ ଜୀବନରେ ଆବଶ୍ୟକ ରହିଛି। ତୃତୀୟ ବିଷୟ, ଯଦି ଆମେ ଜୀବନ୍ତ ଅଛୁ ତାହେଲେ ଆମମାନଙ୍କ ଭିତରେ ଫଳ ନିହାତି ଫଳିବାର ଆବଶ୍ୟକ ଅଛି। ଫଳପୂର୍ଣ୍ଣ ଜୀବନ ଜୀବନ୍ତ ଥିବାର ପ୍ରମାଣ ଅଟେ। ତେଣୁ ଆମମାନଙ୍କ ଲାଇଫରେ ଫ୍ରୁଟ ଅଛି କି ନାହିଁ ସେଇଟା ବି ଆମମାନଙ୍କୁ ଦେଖିବାକୁ ହେବ। ଆମମାନଙ୍କ ଭିତରେ ଆତ୍ମାଙ୍କର ଫଳ ଯଦି ଆମମାନଙ୍କ ଭିତରେ ଫଳି ପାରୁନାହୁଁ, ତେବେ ନିଶ୍ଚିତ ଭାବରେ ଆମମାନେ ଭିତରେ କିଛି ନା କିଛି ତ ପ୍ରୋବ୍ଲେମ ଅଛି। ଜୀବନ୍ତ ଅଛୁ କିନ୍ତୁ କମା ଅବସ୍ଥାରେ ଥାଇପାରେ ଆମମାନଙ୍କର ଆତ୍ମିକ ଜୀବନ। ତେଣୁ ପ୍ରକୃତ ଉପାସକ ହେବା ପାଇଁ ବା ପ୍ରକୃତ ଉପାସନା କରିବା ପାଇଁ ଜୀବନ୍ତ ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି। ଆଉ ସେଇ କଥା ସାଧୁ ପାଉଲ ଏଠି ପ୍ରକାଶ କରୁଅଛନ୍ତି। ଦ୍ୱିତୀୟ ବିଷୟ, ଆମମାନଙ୍କ ଜୀବନରେ ଯଦି ଆମେ ପ୍ରକୃତ ଉପାସକ ହେବାକୁ ହେବ, ଦ୍ୱିତୀୟ ବିଷୟ କହୁଛନ୍ତି ପବିତ୍ର। ପବିତ୍ର, ଜୀବନ୍ତ ଏବଂ ପବିତ୍ର ବୋଲି ସେ କହନ୍ତି। ଗୋଟେ ବ୍ୟକ୍ତିତ୍ୱ, ପବିତ୍ର ବ୍ୟକ୍ତିତ୍ୱକୁ ସେ ଆହ୍ୱାନ କରନ୍ତି। ଆଉ ପବିତ୍ର ହେବା ପାଇଁ
गोटे ग्रीक शब्द व्यवहार करा जाए पवित्रता निमंते ता होची हागियोस ग्रीक शब्द हागियोस शब्द व्यवहार करा जाए जार प्रकृत होची टू सेट अपार्ट सेपरेशन बोले कहा जाए समस्त को भली अमन को जीवन थाई आमे ईश्वर को उपासक हे परिबु नाही समस्त को परि अमन को आह्वान नुहे प्रभु अमन को गोटे स्वतंत्र आह्वान सहित आह्वान करि अछंती स्वतंत्र उद्देश्य सहित अमन को आह्वान करि अछंती आमे केबे अन्य मान को परि हे परिबा नाही अमन के भीतर किछि स्वतंत्रता रहिबार आवश्यकता रहिछि स्वतंत्र हेबा दरकार जदि बा जगत रे इस्राएल को प्रभु आह्वान कले अनेक गोष्ठी जाति थिले किंतु सेमान भीतर इस्राएल को प्रभु स्वतंत्र करी आह्वान कले ठीक तद्रूप आपण को एवं मते ईश्वर आह्वान करि अछंती अमन के भीतर विभिन्न साक्ष्य भरी रहिछि अमन के भीतर केते स्वतंत्रता अछि यदि अमन को जीवन स्वतंत्र नुहे अमन को कार्य स्वतंत्र नुहे अमन को कथावार्ता स्वतंत्र नुहे अमन ईश्वर को बोले हम केमती ख्यात हे पारिबो परमेश्वर सेठी पाए से अमन को पवित्र हेबा पाए आह्वान करती लेखा जाए प्रथम पितर तार 5 पर एक पर्वर 15 एवं 16 पद लिखा जाए प्रथम पितर एक पर्वर 15 और 16 पद लिखा जाए तुम मान आह्वान करता जेपरी पवित्र तुमाने मध्य आज्ञाबह संतान परी समस्त आचरण से पवित्र को आज्ञाबह संतान जदि आमे यदि ईश्वर बाध्य हो पारुना आमे स्वतंत्र हो पारिबु नाही आज्ञा बहुता अम्मान को बाध्यता आड़ को कढ़ाई निये अम्मान को जीवन रे ईश्वर उपस्थिति आड़ को कढ़ाई निये जदि अम्माने बाध्यतार जीवन काटी ना हो ताहले अम्माने स्वतंत्र हो पारिबे तेणु से कहले आज्ञा बहु संतान परी समस्त आचरण रे सेही परी पवित्र हो कहा जाए द्वितीय कोरिन्थियो तार 6 पर्व 17 पद जदि आपण माने पढ़िबे से लिखा जाए एणु प्रभु यह कहंती तुम माने सेमान को मध्यरु बाहरी आस आ पृथक हुओ आ असुचि पदार्थ स्पर्श कर नाई पुणी आंबे तुम्भ मान को ग्रहण करिबा आंबे तुम्भ मान को ग्रहण करिबा तुम्बे आंबर पुत्र कन्या हेबा आंबे तुम्भर परमेश्वर हेबा एई कथा से प्रकाश कर पृथक न हेले से आमानकर पिता केमती हे पारिबे जदि बा से समस्तंकर पिता कि स्वतंत्र पितांकर स्वतंत्र पुत्रत्व से आमानको दैछंती तांकर उत्तराधिकारी हेबा पाए दैछंती तेणु उपासक जदि आमने हेबार अछि हेबाको हेबो ताहेले आमानको प्रकृत उपासक और प्रकृत उपासना करबा निमंते आमानकर पवित्रतार आवश्यकता रही पवित्र जीवन आवश्यकता रही पवित्र आचरण आवश्यकता रही जेपरी आमानकर पिता पवित्र और आमानको पवित्र हेबाको यह होछि द्वितीय विषय से आमानटा प्रकाश करते पवित्र हेबा पई बाइबल रे 7 गोटी माध्यम से प्रकाश करी अछंती 7 गोटी माध्यम प्रकाश करते प्रथम माध्यम होछि तांकर नाम आमान को पवित्र करे प्रथम कोरिन्थियो 6 पर्व 11 पद लिखा जाए से लिखा जाए तांकर नाम आमान को पवित्र करे तांकर आत्मा आमान को पवित्र करे यदि आपण माने एफिसियो तार 5 पर्व जदि 21 पद पढ़िबे सेठी लिखा जाए तांकर वाक्य आमान को पवित्र करे तांकर वाक्य मान को पवित्र करे सेठ लिखा जाए जल प्रक्षालन द्वारा से मन को पवित्र करती लिखा जाए यदि आपण माने पढ़िबे एप्री पुस्तक तार 9 पर्व यदि आपण माने पढ़िबे 9 पर्व लिखा जाए ताहांकर रक्त मान को पवित्र करे ताको रक्त बिना माने केबे पवित्र हे पारिबु नाही मान को गाभी भस्म पवित्र करे तेरा अनुतापर चिन्ह लिखा जाए प्रथम तिमोथी 4 पर्वर 7 पद लिखा जाए ताहांको ठारे प्रार्थना करबा द्वारा माने पवित्र हे पार जे आमानकर जीवन जदि पवित्रतार जीवन अछि माने प्रकृत उपासक हे पारे तृतीय विषय शेष विषय से प्रकाश करती ताहा होछि सैक्रिफाइस जीवंत बलिदान हेबार अछि बलिदान सहित उत्सर्गीकृत जीवन आमर आवश्यकता रही लिखा जाए यदि आपण माने पढ़िबे आपण आपना को ईश्वरंकर सुग्राह्य बलि रूपे उत्सर्ग कर सुग्राह्य बलि जीवंत
बलिदान स्वरूप आम सुरक्षित होगा जीवन रे आमे निजर जीवन को प्रभु को पाए डेडिकेशन करबा पे प्रभु को पाए केमते डेडिकेशन करि पारिबु जे पर्यंत आम जीवन उत्सर्गीकृत ही ना प्रभु को पाए बलिदान आमे करिना से पर्यंत आमने केबे मध्य ताकर प्रकृत उपासक हे परिबा नाही प्रकृत उपासक हेबा पे केउ बलि उत्सर्ग करबा कहबो कहा जाए चारि गोटी विषय द्वारा आम जीवन को आम डेडिकेशन कर प्रथम विषय होचे गीत सहित 50 गीत तार 14 पद लिखा जाए तुम्भे माने परमेश्वर को उद्देश्य रे धन्यवाद रूप बलि उत्सर्ग कर धन्यवाद रूप बलि से चाहती नहीं कौन से मेंढार बलि नुहे किंतु प्रत्येक मनुष्य कतिक आसे प्रभु को सब बेले कृतज्ञता हृदय सहित धन्यवाद रूप बलि उत्सर्ग करने प्रभु को धन्यवाद दो जिते थैंक यू कहू प्रत्येक महत् कर्म सकाशे से आम हृदय पूर्ण हो जाए ईश्वर उपस्थिति रे द्वितीय विषय लिखा जाए गीत संहिता 91 गीतर 51 गीतर 51 रो 17 लिखा जाए भग्न आत्मा ईश्वर ग्राह्य बलि हे परमेश्वर तुम्हें भग्न अचूर्ण अंतकरण तुच्छ करिब नाही आमे प्रभु को कतिकी आसिले जदि आमे भांगी नाउ निजको आमानकर गर्व आमानकर अहं आमानकर ज्ञान द्वारा आमे प्रभु को कतिरे उपस्थित हेई थाओ आमे नम्र हेई नै थाओ सेतेबेले जाय ईश्वर आमानकर प्रकृत उपासक बोली ग्रहण करि पारिबे नाही आमानकर अंतकरण भांगिबा को हेबो भग्न अंतकरण ईश्वर ग्राह्य बलि लिखा जाए तृतीय विषय आम जीवन रे लिखा जाए प्रथम सामुएल तार 15 पर्व 22 पद लिखा जाए जेपरी सदा प्रभु को रोब शुणिबारे सेपरी कि होम बलिदान रे सदा प्रभु संतोष थाए देख शुणिबा बलिदान ठारू मनोयोगी हेबा मेषमेध ठारू उत्तम माने जे पर्यंत ताकू शुणी न थाओ जे पर्यंत आमे तांकर कथा को मनोयोगी हेई न थाओ आमे जदि उपासना रे उपस्थित अछु आमे कोन मनोयोग करूछु आममानकर मन सेठी अछि तो आमे ईश्वरंकर उपस्थिति रे आममानकर जीवन को समर्पण कर देइछु तो आमे ताको कथा सुनिबा पाए तत्पर अछु तो जागृत अछु तो आमे कि प्रकार हेबे ताको रोब को सुनुछु केमति मनोयोगी हेउछु सुनिबा द्वारा आमे ताको प्रकृत डेडिकेट हे परिबा प्रकृत उत्सर्गित जीवन आम माने काटी परिबा मनोयोगी पूर्ण जीवन ईश्वरंकर से उत्सर्गित जीवन गोटे चिन्ह अटे शेष विषय लिखा जाए एवरी तार 13 पर्व 15 पदरे एणु आस ताहां माने ईश्वर को उद्देश्य रे प्रशंसा रूप बलि अर्थात ताहां नाम स्वीकार करी अष्टाधर फल नित्य उत्सर्ग करू ताहां नाम स्वीकार करी अष्टाधर फल नित्य उत्सर्ग आमे केते तांकर नाम को स्वीकार करिछु तांको नाम को आमे ग्रहण करिछु तांको नाम रो प्रशंसा करूछु हमनक लाइफ रे अफर्म करूछु जो द्वारा हमनक जीवन को आमे तांको पाई डेडिकेट करि पारुछु उत्सर्गित करि पारुछु जदि आमे प्रकृत उपासक हेबा पाई चाहू ताहले 3 गोटी विषय रो आवश्यकता रहिछि लिखा जाए आपण आपण शरीर को सजीव कर आपण आपण जीवन को पवित्र कर आमनकर जीवन को प्रभुंकर ग्राह्य बलि रूपे उत्सर्ग करबा जो द्वारा आमनकर जीवन दे प्रभु महिमान्वित हो पारिबे साक्ष्यमय जीवन आमटा प्रकाशित हो पारिबो तेबे आमने प्रकृत रे ईश्वरंकर उपासक हो पारिबा जेम्स डून गोटे कथा कहंती फॉर द क्रिश्चियन it would be self-evident that faith and theology must come to expression in the daily living. Faith and theology आमने क्यों विश्वास रे बंचुछु क्यों धर्मतात्विक जीवन आमठारे अछि तामनकर व्यक्तिगत जीवन रे प्रकाशित हेबाक हेबो जदि आमनकर जीवन पवित्र नुहे आमने जीवंत नहु आमने ईश्वर को ठारे प्रत्युत्तर करि पारु ना हो ईश्वर को ठीक रेस्पोंड करि पारु ना हो ईश्वर को पय आमन को जीवन जदि डेडिकेटेड नहे
ଆମ ମନକୁ ଭାଙ୍ଗି ନାହୁଁ, ଆମେ ଈଶ୍ୱରଙ୍କୁ ଧନ୍ୟବାଦର ଜୀବନ କାଟି ନାହୁଁ, ଆମେ ତାଙ୍କ ରୋଗରେ ମନୋଯୋଗ କରିନାହୁଁ, ଆମମାନଙ୍କ ଜୀବନରେ ଯଦି ଆମେ ତାଙ୍କର ସେହି ନାମକୁ ସ୍ୱୀକାରୋକ୍ତି କରିନାହୁଁ, ଆମେ କେବେ ମଧ୍ୟ ତାଙ୍କର ପ୍ରକୃତ ଉପାସକ ହେଇପାରିବା ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜିର ବାକ୍ୟ ଦ୍ୱାରା ଯେତେବେଳେ ଆମେ ତାଙ୍କର ଉପାସନା କରିବୁ, ଏସବୁ ବିଷୟ ପ୍ରତି ମନୋଯୋଗୀ ହେବା, ଏସବୁ ବିଷୟ ପ୍ରତି ଆମମାନଙ୍କର ବ୍ୟକ୍ତିଗତ ଜୀବନରେ, ବ୍ୟବହାରିକ ଜୀବନରେ ତାକୁ ମନେ ରଖିବା, ଆଉ ପ୍ରଭୁଙ୍କ ପାଇଁ ଗୋଟେ ଉତ୍ସର୍ଗିତ ଜୀବନ ଆମମାନେ କାଟିବା, ଯୋଦ୍ୱାରା ଆମମାନଙ୍କର ଜୀବନ ଦେଇ ପ୍ରଭୁ ଗୌରବାନ୍ୱିତ ହେବେ। ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କର ପ୍ରକୃତ ଉପାସକ ହେବା ନିମନ୍ତେ ପ୍ରଚୁର ଅନୁଗ୍ରହ ଏବଂ ଆଶୀର୍ବାଦ କରନ୍ତୁ। ଆମେନ୍। God bless you. Amen. Amen.